ଗ୍ରାହକଙ୍କୁ ମିଳିଲା ଶକ୍ତ ଝଟକା। ବଢ଼ିଲା ସିଲିଣ୍ଡର ଦାମ, ବଦଳିଗଲା ଏହି ସବୁ ନିୟମ। ଗ୍ରାହକଙ୍କ ପକେଟ ଉପରେ ପଡ଼ିବ ବଡ଼ ପ୍ରଭାବ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। 1 ମଇରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏଗୁଡ଼ିକ ଆପଣଙ୍କ ଘରର ରୋଷେଇ ଘର, ଯାତ୍ରା ଏବଂ ମୋବାଇଲ ଗେମିଂ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ସବୁଦିନ ପରି ମେ 1 ତାରିଖରେ ତୈଳ କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ପାଇଁ ନୂତନ ମୂଲ୍ୟ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟର ଧାରା ଆଧାରରେ ମୂଲ୍ୟ ନିର୍ଣ୍ଣୟ କରାଯାଇଛି। 1 ମଇ 2026 ଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପ୍ରାୟ 993 ଟଙ୍କାକୁ ବୃଦ୍ଧି କରାଯାଇଛି। ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ଅନେକ ସହରରେ ବାଣିଜ୍ୟିକ ଏଲପିଜି ମୂଲ୍ୟ ଏବେ 3000 ଅତିକ୍ରମ କରିଛି। ତଥାପି ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଏପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ। ଆଜିଠାରୁ 19 କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ 993 ଟଙ୍କା ବୃଦ୍ଧି କରାଯାଇଛି। ଆଜିଠାରୁ ଦିଲ୍ଲୀରେ 19 କିଲୋଗ୍ରାମର ସିଲିଣ୍ଡର 3071 ଟଙ୍କା 50 ପଇସାରେ ଉପଲବ୍ଧ ହେବ। ତଥାପି ଘରୋଇ ସିଲିଣ୍ଡର ପୂର୍ବ ମୂଲ୍ୟରେ ରହିବ। ସେମାନଙ୍କର ମୂଲ୍ୟ ଅପରିବର୍ତ୍ତିତ ରହିଛି। ତେବେ ନିୟମକୁ ବଦଳାଯାଇଛି। ଆଜିଠାରୁ ଗ୍ୟାସ୍ ବିତରଣର ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି। 1 ମେ ଠାରୁ ଗ୍ୟାସ୍ ସିଲିଣ୍ଡର ବିତରଣର ନିୟମ ଆହୁରି କଡ଼ାକଡ଼ି କରାଯାଇଛି। ଗ୍ରାହକମାନେ ଏବେ ସିଲିଣ୍ଡର ଗ୍ରହଣ କରିବା ପରେ ସେମାନଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ପ୍ରଦାନ କରିବାକୁ ବାଧ୍ୟ ହେବେ। ଓଟିପି ବିନା ବିତରଣ ବୈଧ ହେବ ନାହିଁ। ଯଦି ଆପଣଙ୍କ ମୋବାଇଲ ନମ୍ବର ଅପଡେଟ୍ ହୋଇନାହିଁ, ତେବେ ଡେଲିଭରି ବ୍ୟକ୍ତି ଆପ୍ ମାଧ୍ୟମରେ ଘଟଣାସ୍ଥଳରେ ହିଁ ଏହାକୁ ଅପଡେଟ୍ କରିପାରିବେ। ଏଟିଏଫ୍ ଅର୍ଥ ବିମାନ ଇନ୍ଧନ ରହିଛି। ମେ 1 ତାରିଖରେ ଏୟାର ଟର୍ବାଇନ୍ ଇନ୍ଧନର ନୂତନ ଦର ମଧ୍ୟ ପ୍ରକାଶିତ ହୋଇଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଗତ କିଛି ମାସ ଧରି ଅଶୋଧିତ ତୈଳ ମୂଲ୍ୟ ଅସ୍ଥିର ରହିଛି। ଯଦି ଏଟିଏଫ୍ ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ କମ୍ପାନୀଗୁଡ଼ିକ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିପାରନ୍ତି। ପେଟ୍ରୋଲ ଏବଂ ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବଡ଼ ପରିବର୍ତ୍ତନ କୌଣସି ସଂକେତ ନାହିଁ। କିନ୍ତୁ ବିଶ୍ୱ ବଜାରରେ ଉତ୍ଥାନ ପତନକୁ ଦୃଷ୍ଟିରେ ରଖି ଏଗୁଡ଼ିକ ଉପରେ ନଜର ରଖିବାକୁ ପଡ଼ିବ। ସରକାର ଯେକୌଣସି ସମୟରେ ମୂଲ୍ୟ ସଂଶୋଧନ କରିପାରନ୍ତି। ଅନଲାଇନ୍ ଗେମିଂ ଉପରେ ନୂତନ କଟକଣା ଲାଗୁ। ଅନଲାଇନ୍ ଗେମିଂ ନିୟମ 2026 ଅନୁଯାୟୀ ସରକାର ଭାରତୀୟ ଅନଲାଇନ୍ ଗେମିଂ ପ୍ରାଧିକରଣ ପ୍ରତିଷ୍ଠା କରିବେ। ଖେଳଗୁଡ଼ିକୁ ଏବେ 3ଟି ବର୍ଗରେ ବିଭକ୍ତ କରାଯିବ: ନଗଦ ଖେଳ, ସାମାଜିକ ଖେଳ ଏବଂ ଇ କ୍ରୀଡ଼ା। ପ୍ରକୃତ ଟଙ୍କା ଜଡ଼ିତ ଖେଳ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସମୟ ସୀମା, ବୟସ ଯାଞ୍ଚ ଏବଂ ଅଭିଭାବକ ନିୟନ୍ତ୍ରଣ ମଧ୍ୟ ଆବଶ୍ୟକ ହେବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।